ସରଳ ଜ୍ୟୋତିଷ ଶିକ୍ଷା। ଜ୍ୟୋତିଷ ଶିଖିବା, ଜାଣିବା ଏବଂ ବୁଝିବା। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ଜ୍ୟୋତିଷ ଶାସ୍ତ୍ର ଶିକ୍ଷା କରିବା, ଜ୍ୟୋତିଷ ଶାସ୍ତ୍ର ଜାଣିବା ଏବଂ ଏହି ଜ୍ୟୋତିଷ ଶାସ୍ତ୍ରର ଉପାଦେୟତାକୁ ବୁଝିବା ପାଇଁ ଆରମ୍ଭ କରାଯାଇଛି ସରଳ ଜ୍ୟୋତିଷ ଶିକ୍ଷା କାର୍ଯ୍ୟକ୍ରମ। ଭଗବାନ ଶ୍ରୀ ବ୍ୟାସଦେବଙ୍କ ପବିତ୍ର ଜନ୍ମତିଥି ଆଷାଢ଼ ମାସ ପୂର୍ଣ୍ଣିମା ଅଥବା ଗୁରୁ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି ସରଳ ଜ୍ୟୋତିଷ ଶିକ୍ଷା କାର୍ଯ୍ୟକ୍ରମରେ ମାତ୍ର 2 ଗୋଟି ଏପିସୋଡ଼ ବା ଅଧ୍ୟାୟ ପରିବେଷଣ କରାଯାଇଛି। ଜ୍ୟୋତିଷୀୟ ତଥ୍ୟ, ଆଧାର ଓ ମୌଳିକ ବିଷୟବସ୍ତୁ ବିଷୟରେ ଉପସ୍ଥାପନା ପୂର୍ବକ ସମ୍ୟକ୍ ପ୍ରାକ୍ କଥନ ଏହି ସରଳ ଜ୍ୟୋତିଷ ଶିକ୍ଷା କାର୍ଯ୍ୟକ୍ରମକୁ ରୁଦ୍ଧିମନ୍ତ କରିବ ବୋଲି ଆମର ଆଶା। ସେଥିପାଇଁ ପ୍ରଥମ 2 ଏପିସୋଡ଼ରେ କୃଷ୍ଣ ଦ୍ୱୈପାୟନ ପରବର୍ତ୍ତୀ ସମୟରେ ବେଦକୁ ଭାଗ ଭାଗ କରି ମାନବ ଜାତି ପାଇଁ ସରଳ ବୋଧଗମ୍ୟ କରିଦେଇଥିବାରୁ ତାଙ୍କୁ ବେଦବ୍ୟାସ ମଧ୍ୟ କୁହାଯାଇଛି। ସେହି ଯୋଗଜନ୍ମା ମହାପୁରୁଷ ବେଦବ୍ୟାସଙ୍କର ଜନ୍ମ ଏକ ବିଶେଷ ଜ୍ୟୋତିଷୀୟ ମୁହୂର୍ତ୍ତରୁ ହିଁ ହୋଇଥିଲା। ତେଣୁ ଦେଖାଦେଇଛି ଆମ ସୌରଜଗତରେ ବିଚରଣ କରୁଥିବା ଖଗୋଳୀୟ ପିଣ୍ଡ ଯଥା ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର ଏବଂ ଶନି ମହାଗ୍ରହମାନଙ୍କର ପୃଥିବୀ ଉପରେ ବିଶେଷ ମହାଜାଗତିକ ପ୍ରଭାବ ରହିଅଛି। ରବି ବା ସୂର୍ଯ୍ୟ ଏକ ଗ୍ରହ ନ ହୋଇ ନକ୍ଷତ୍ର ହୋଇଥିଲେ ମଧ୍ୟ ବୈଦିକ ଜ୍ୟୋତିଷ ରବିକୁ ଏକ ଗ୍ରହ ରୂପେ ଗ୍ରହଣ କରିଥାଏ ଏବଂ ଚନ୍ଦ୍ର ଆମ ପୃଥିବୀର ଏକ ଉପଗ୍ରହ ହୋଇଥିଲେ ମଧ୍ୟ ଚନ୍ଦ୍ରକୁ ଏକ ଗ୍ରହ ରୂପେ ଦର୍ଶାଇଥାଏ। ଏହାଛଡ଼ା ଆଉ 2ଟି ଗ୍ରହ ରାହୁ ଓ କେତୁକୁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ବୋଲି ବର୍ଣ୍ଣନା କରାଯାଇଛି। ପ୍ରକୃତରେ ଏହି ରାହୁ ଓ କେତୁ କୌଣସି ନିର୍ଦ୍ଦିଷ୍ଟ ଗ୍ରହ ନୁହନ୍ତି, ସେମାନେ ଏକ ଛାୟାଗ୍ରହ ମାତ୍ର। ତେଣୁ ବୈଦିକ ଜ୍ୟୋତିଷରେ ରାହୁ କେତୁଙ୍କୁ ମିଶାଇ ସର୍ବମୋଟ 9 ଗୋଟି ଗ୍ରହ ଆମ ସୌରମଣ୍ଡଳରେ ବିଚରଣ କରୁଛନ୍ତି ବୋଲି ଦର୍ଶାଯାଇଥାଏ। ପରବର୍ତ୍ତୀ ଏପିସୋଡ଼ ବା ଆସିବାକୁ ଥିବା ଅଧ୍ୟାୟ ଗୁଡ଼ିକରେ ରାହୁ ଓ କେତୁଙ୍କ ବିଷୟରେ ବିଶେଷ ଉପସ୍ଥାପନ କରାଯିବ। ମନ ଭିତରେ ସ୍ୱତଃ ପ୍ରଶ୍ନ ଉଠେ, ଆମ ପୃଥିବୀ ଉପରେ ଏହି ଗ୍ରହ ନକ୍ଷତ୍ର ଗୁଡ଼ିକ କିପରି ପ୍ରଭାବ ପକାଇଥାନ୍ତି ଓ କ'ଣ ପ୍ରଭାବ ପକାଇଥାନ୍ତି, ତାହା ଆମେ କେମିତି ଜାଣୁଛୁ ବା କେମିତି ଜାଣିବା? ଏ ସମ୍ପର୍କରେ ଆଲୋଚନା କରିବା ବେଳେ ଆମେ ଆମ ସୌରମଣ୍ଡଳର ସଂରଚନା ଉପରେ ନଜର ଦେବା। ଆମ ସୌରଜଗତର ସଂରଚନା ପୂର୍ବରୁ ସମଗ୍ର ସୃଷ୍ଟିର ପ୍ରାରମ୍ଭ କିପରି ହୋଇଥିଲା ତାହା ପ୍ରଥମେ ଜାଣି ରଖିବା ଠିକ୍ ହେବ। ପ୍ରାଚୀନ ଆର୍ଯ୍ୟାବର୍ତ୍ତର ମୁନି ଋଷି ତଥା ମହାମନୀଷୀଗଣ ସ୍ୱୀୟ ଅଧ୍ୟବସାୟ, ନିଷ୍ଠା ଓ ଅଧ୍ୟୟନରୁ ସୃଷ୍ଟିର ରହସ୍ୟ ଭେଦ କରିବାକୁ ସମର୍ଥ ହୋଇଥିଲେ। ପୌରାଣିକ ଆଖ୍ୟାନ ଅନୁଯାୟୀ ସମଗ୍ର ସଂସାର ଯେତେବେଳେ ଅନ୍ଧକାରାଚ୍ଛନ୍ନ ଥିଲା, ଓଙ୍କାରର ବିରାଟ ଶବ୍ଦରୁ ସୃଷ୍ଟିର ନିର୍ମାଣ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ଆଜିର ବିଜ୍ଞାନ ଯୁଗର ମହାନ ବୈଜ୍ଞାନିକ ଷ୍ଟିଫେନ୍ ହକିଂ କୁହନ୍ତି, ସୃଷ୍ଟି ଆରମ୍ଭ ହେବା ପୂର୍ବରୁ ସମସ୍ତ ଶକ୍ତି ଏକ ସୂକ୍ଷ୍ମ ବିନ୍ଦୁ ରୂପରେ ରହିଥିଲେ। ପ୍ରାୟ 13ରୁ 14 ବିଲିୟନ ବର୍ଷ ପୂର୍ବେ ଏହି ଶକ୍ତିର ବିନ୍ଦୁରେ ମହାବିସ୍ଫୋରଣ ହୋଇଥିଲା, ଯାହାକୁ କି ବିଗ୍ ବ୍ୟାଙ୍ଗ ଥିଓରି କୁହାଯାଉଛି। ଆଉ ଏହି ମହାନ ବିସ୍ଫୋଟକରୁ ବାୟୁ, ଜଳ, ଅଗ୍ନି, ବ୍ରହ୍ମାଣ୍ଡ ଓ ପୃଥିବୀ ଅସ୍ତିତ୍ୱକୁ ଆସିଥିଲେ। ଆମର ସନାତନ ଧର୍ମ ଏହି ପଞ୍ଚତତ୍ତ୍ୱ, ଯାହାକୁ କି ପଞ୍ଚମହାଭୂତ କୁହାଯାଇଥାଏ, ତାହାକୁ ସମ୍ପୂର୍ଣ୍ଣ ରୂପେ ବିଜ୍ଞାନ ଆସିବାର ବହୁ ପୂର୍ବରୁ ଲୋକଲୋଚନକୁ ଆଣିପାରିଥିଲା। ଆମ ହିନ୍ଦୁ ବା ସନାତନ ଧର୍ମର ବିଦ୍ୱାନଗଣ ତଥା ମୁନି ଋଷି ମହାମନୀଷୀମାନେ ନିଜ ନିଜ ତପସ୍ୟା ବା ସାଧନା ବଳରେ ବ୍ରହ୍ମାଣ୍ଡର ରହସ୍ୟକୁ ଭେଦ କରିବା ପାଇଁ ସମର୍ଥ ହୋଇଥିଲେ। ତାହା ଆଜିର ବୈଜ୍ଞାନିକ ଯୁଗର ବିଜ୍ଞାନୀ ବା ସାଧାରଣ ଲୋକ ଜାଣି ଆଚମ୍ବିତ ହୁଅନ୍ତି। ଆମ ସନାତନ ହିନ୍ଦୁ ଧର୍ମର ମହାନ ପରମ୍ପରା ଓ ଜ୍ୟୋତିଷ ବିଜ୍ଞାନ ବା ଶାସ୍ତ୍ରର ମହତ୍ତ୍ୱ ଯୁଗ ଯୁଗକୁ ପ୍ରଭାବିତ କରୁଥିବ, ସେ କଥା କହିବା
ନିଷ୍ପ୍ରୟୋଜନ। ପୁଣି ଦେଖା ହେବା ଆଗାମୀ ସଂଖ୍ୟାରେ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ। ନମସ୍କାର। ତପନ।